तीर्थेश्वराय पशुपतिनाथ विश्वनाथ लोकनाथ प्राणनाथाय नमः पार्वतीपतये नमः। वर्तमान गोटे कार्यक्रम ओडिशार पश्चिमांचल आरंभ होती शीतल षष्ठी। गतकाली कही शीतल षष्ठी रे शीतला नाम रे समस्ते टिके स्मरण कर चिंतन कर। ये जो महामारी सब बेले बेले आम समाज भीतर को आसूची ये महामारी दूरीभूत पाई शीतला होचंती तार अधिष्ठात्री देवी। काली से मंत्रटी की कही आज केवल खाली कहूची शीतला आइल। तापरे शिवंकर विवाह शिव कौन एबे विवाह होचंती कि बा प्रत्येक वर्ष कौन विवाह हुंती यह गोटे आनंद पाई सृष्टि होती। शिव पार्वती को आराधना करिया पई यह सृष्टि होती। शिव कहले पृथ्वी शिव कहले जगत शिव कहले भारत शिव कहले माटी बा पृथ्वी। यही पृथ्वी पृष्ठ को पार्वती 6टी रूप धरी आविर्भाव हुअन्ति। से प्रत्येक वर्ष आसती पुरी फेरी जाती। तेणु ये पर्वटी प्रत्येक वर्ष हुए। ग्रीष्म वर्षा शरत हेमंत शीत बसंत यही 6 ऋतु प्रत्येक वर्ष आसती एवं जाती। यही हूँ शिव पार्वती विवाह। यही कथा को पालन करने पाई विभिन्न प्रकार गोटे आनंद उत्सव सृष्टि ताकू आमे ग्रहण करिबा एवं तार तत्व निरूपण करिबा। वर्तमान विश्व को देश को विभिन्न प्रकार अरिष्ट बा कष्ट मारी आसुची। सेथिपाई आमर पंचदेवतांकर स्तुति बा पंचदेवता स्मरण करने नित्यांत जरूरी। प्रथम देवता होचंती गणेश। गणेश को आमे कौन को मंत्र स्मरण करवा मंत्र मु कहूनी तो अर्थटी कहूँ। गणेशंकर गोटे ना हूँ विघ्न नाशक। समस्त जंत्रणा को जे नाश करे गणेश। तापरे आसिले नारायण। ओम नमो
ନାରାୟଣାୟ। ନାରାୟଣ ହେଉଛନ୍ତି ସଂସାରର ପାଳକ, ତେଣୁ ତାଙ୍କ ନାଁଟିକି ମଧ୍ୟ ସ୍ମରଣ କରିବା ଉଚିତ। ତାପରେ ଆସିଲେ ରୁଦ୍ର। ରୁଦ୍ର କହିଲେ ବିଭିନ୍ନ ପ୍ରକାର କଷ୍ଟ, ଶାରୀରିକ କଷ୍ଟ, ମାନସିକ କଷ୍ଟ, ଏ ଯେଉଁ କଷ୍ଟ ଗୁଡ଼ିକ ଆମ ପାଇଁ, ବିଶ୍ୱ ପାଇଁ, ଦେଶ ପାଇଁ ଆସୁଛି, ସେଥିପାଇଁ ମହାକାଳ ରୁଦ୍ରାୟ ନମଃ ଏହି ମନ୍ତ୍ର ସ୍ମରଣ କରି ପ୍ରଣାମ ଜଣାଇବେ। ତାପରେ ଆସୁଛି ଅମ୍ବିକା। ଅମ୍ବିକା ହେଉଛନ୍ତି ଦୁର୍ଗା। ଦୁର୍ଗତି ନାଶିନୀ ମା ଦୁର୍ଗାଇ ନମଃ। ଖାଲି ଦୁର୍ଗତି ନାଶିନୀ ମା ଏତିକି କହିଲେ ବି ଯଥେଷ୍ଟ ହେବ। ମାତୃମୂର୍ତ୍ତିଙ୍କୁ ଚିନ୍ତନ କରିବ। ତାପରେ ଆସୁଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ହେଉଛନ୍ତି ସମନ୍ୱୟର ପ୍ରତୀକ, ସକଳ ଶକ୍ତିର ଆଧାର। ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ନବଗ୍ରହଙ୍କର ପିତା ଭାବରେ, ମାଲିକ ଭାବରେ ପ୍ରଣାମ ଜଣାଇବେ। ନିଜର ଓ ନିଜ ପରିବାରର, ଆଜିର ବିଶ୍ୱ, ଆଜିର ଦେଶର ଶାନ୍ତି ପାଇଁ ପ୍ରାର୍ଥନା କରିବେ। ଯଦି ନ କରିବେ ତାହେଲେ ଆପଣମାନେ ଗୋଟେ ସ୍ୱାର୍ଥପର ମଣିଷ ହେବେ। ମୁଁ ଭଲରେ ରହେ, ମୋ ପରିବାର ଭଲରେ ରହୁ, ଆଉ ସମସ୍ତେ ଭାସିଯାଆନ୍ତୁ। ତେଣୁ ପରୋପକାରାୟ ସ୍ୱର୍ଗାୟ। ଆମେ ତ ଜୀବନରେ ସମସ୍ତଙ୍କର କଷ୍ଟ ନେଇପାରିବାନି, କିନ୍ତୁ ଅନ୍ତତଃ କଷ୍ଟର ଲାଘବ ପାଇଁ ଆମେ କୃଷ୍ଣଙ୍କୁ ସ୍ମରଣ କରିବା। ଏଥିରେ ତ ପଇସା ଖର୍ଚ୍ଚ ହୁଏନି, ଏଥିରେ ମନର ବଳ ବଢ଼େ ଏବଂ ସେ ପ୍ରାର୍ଥନା ନିଶ୍ଚିତ ଭାବରେ ସେଇ ଶୂନ୍ୟ ପୁରୁଷଙ୍କ ପାଖରେ ପହଞ୍ଚେ। ଇଏ ପ୍ରାର୍ଥନା ଏକ ସତ୍ୟ ପ୍ରାର୍ଥନା। ସେଥିପାଇଁ କୁହାଯାଏ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ କର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ। ଇଏ ପାଞ୍ଚଟି ହେଉଛନ୍ତି ଏକ। ଏଇ ପାଞ୍ଚଟିଙ୍କର ଅନ୍ୟ ଏକ ରୂପ ହେଉଛି ସୂର୍ଯ୍ୟ, ପବନ, ମାଟି, ଜଳ ଏବଂ ଅଗ୍ନି। ଏଇଭଳି ଯେଉଁ ପଞ୍ଚମହାଭୂତ ଏକ ଭାବରେ ଚିନ୍ତନ କରିବେ। ଏମାନେ ଗୋଟିଏ ରୂପ, କିନ୍ତୁ ପାଞ୍ଚଟି କାର୍ଯ୍ୟ ସେ କରୁଛନ୍ତି। ଗଣେଶଙ୍କ ରୂପରେ, ନାରାୟଣଙ୍କ ରୂପରେ, ରୁଦ୍ରଙ୍କ ରୂପରେ, ଅମ୍ବିକାଙ୍କ ରୂପରେ, ଭାସ୍କରଙ୍କ ରୂପରେ ଠିକ୍ ସେହିପରି ଜଳ ଜଳ କାମ କରନ୍ତି, ଅଗ୍ନି ଅଗ୍ନି କାମ କରନ୍ତି, ବାୟୁ ବାୟୁ କାମ କରନ୍ତି, ମାଟି ମାଟି କାମ କରେ, ଏଇ ଆକାଶ ଆକାଶ କାମ କରେ। ଏଇ କଥାକୁ ପୁଣି ଆଉ ଟିକେ ଚିନ୍ତା କଲେ ଏଇ ପାଞ୍ଚଟିର ନାମ ହେଉଛି ଶବ୍ଦ, ରୂପ, ରସ, ଗନ୍ଧ, ସ୍ପର୍ଶ। ତେଣୁ କଥାରେ କହନ୍ତି ପଞ୍ଚ ପରମେଶ୍ୱର। ତେଣୁ ଆଜିର ଏହି ବିଶ୍ୱ ବର୍ତ୍ତମାନ ଆମ ଦ୍ୱାରା ଆଉ କ'ଣ ହେଇପାରିବ? ଆମେ କେବଳ ସେ ବିଶ୍ୱପତିଙ୍କ ପାଦରେ
मोर इष्टदेव अनंत गुरुदेव पादरे बारंबार प्रणाम जणई केवल विश्व देश राज्य परिवार व्यक्ति समस्तंकर मंगल चिंता करिबा मोर काम्य बा एकांत कर्तव्य बोली मु भावे। तेणु समस्ते शांति रुह एवं जो जो कथा कहली स्मरण कर एवं प्रत्येक 5टी गछ अंततः लगाओ। वर्षा दिन आसुची 5टी गछ निश्चय लगेबे एवं बंचेबे। एतिकिरे कथा शेष करुची। काली गोटे दिन अच्छी तापर मु 2-3 दिन टिके बाहर को जीवी पुणी आसबि। एतिकिरे कथा रखिबा। जय गुरु जय गुरु जय गुरु जय गुरु जय।